ମାନସିକ ଭିନ୍ନକ୍ଷମ ଯୁବକ 4 ମାସ ହେବ ନିଖୋଜ। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିବନ୍ଧ ଗ୍ରାମର ଅନାମ ବିନ୍ଧାଣୀଙ୍କ ପୁଅ ଅଭିଷେକ ଲୋହାର। ତାଙ୍କ ବୟସ 25। ସେ ଗତ 4 ମାସ ଧରି ନିଖୋଜ ଅଛନ୍ତି। ସେ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ତାଙ୍କର ସୁରକ୍ଷାକୁ ନେଇ ପରିବାର ଲୋକେ ଗଭୀର ଚିନ୍ତାରେ ରହିଛନ୍ତି। ପରିବାର ସୂଚନା ଅନୁସାରେ ଅଭିଷେକ ଘରର କିଛି ସାମଗ୍ରୀ କିଣିବା ପାଇଁ ଟାଙ୍ଗରପଡ଼ା ଛକକୁ ଯାଇଥିଲେ, କିନ୍ତୁ ସେ ସାମଗ୍ରୀ ନ ଆଣି ସେଠାରୁ କେଉଁଆଡ଼େ ଚାଲି ଯାଇଥିଲେ। ଏହାପରେ ପରିବାର ଲୋକେ ବନ୍ଧୁବାନ୍ଧବ ବିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇପାରି ନାହାନ୍ତି। ଏନେଇ ପରିବାର ଲୋକେ ପାଟଣା ଥାନାରେ ଲିଖିତ ନିଖୋଜ ଅଭିଯୋଗ ଦାଖଲ କରିଛନ୍ତି। ଫଟୋରେ ଥିବା ଅଭିଷେକ ଲୋହାରଙ୍କ ବିଷୟରେ କୌଣସି ବ୍ୟକ୍ତି ସୂଚନା ପାଇଲେ କିମ୍ବା ତାଙ୍କୁ କେଉଁଠି ଦେଖିଥିଲେ ଦୟାକରି ନିକଟସ୍ଥ ଥାନା କିମ୍ବା ପରିବାର ପକ୍ଷରୁ ଦିଆଯାଇଥିବା ମୋବାଇଲ ନମ୍ବର 7853973213ରେ ଯୋଗାଯୋଗ କରିବାକୁ ପରିବାର ଲୋକମାନେ ଅନୁରୋଧ କରିଛନ୍ତି। କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିଙ୍କ ରିପୋର୍ଟ, ସଠିକ ନ୍ୟୁଜ।